ଏହି ଦୁଇଟି ରାଶିର ବ୍ୟକ୍ତି ଭୁଲରେ ବି ନିଜ ହାତରେ ଏବଂ ଗୋଡ଼ରେ ବାନ୍ଧନ୍ତୁ ନାହିଁ କଳା ସୂତା, ହୋଇପାରେ ଅକାଳ ମୃତ୍ୟୁ। ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ରାଶିର ବ୍ୟକ୍ତି ଶରୀରରେ କଳା ସୂତା ବାନ୍ଧିବା ଉଚିତ ନୁହେଁ ଏବଂ କେଉଁମାନେ ନାଲି ସୂତା ବାନ୍ଧିବା ଉଚିତ। ତେବେ ଚାଲନ୍ତୁ କିଛି ଖାସ୍ ଏବଂ ସହଜ ଉପାୟ ବିଷୟରେ ଜାଣିନେବା। ଆମ ପୂର୍ବପୁରୁଷ ହୁଅନ୍ତୁ କିମ୍ବା ବର୍ତ୍ତମାନ ସମୟର ଲୋକ ହୁଅନ୍ତୁ, ସମସ୍ତେ କହନ୍ତି ଯେ କୌଣସି ଶୁଭ କାର୍ଯ୍ୟରେ କଳା ପୋଷାକ ଧାରଣ କରିବା ଉଚିତ ହୋଇନଥାଏ। କିନ୍ତୁ ଖରାପ ନଜରରୁ ବର୍ତ୍ତିବା ପାଇଁ ସବୁବେଳେ ଲୋକେ କଳା ଟୀକା କିମ୍ବା କଳା ସୂତା ବାନ୍ଧିବା ଉପରେ ପ୍ରଥମେ ଗୁରୁତ୍ୱ ଦେଇଥାନ୍ତି। କିଛି ଖାସ୍ ଉପାୟ ଏହି କଳା ସୂତା ସମ୍ବନ୍ଧୀୟ ଅଛି, ଯାହାକୁ କଲେ ଖରାପ ନଜର ଦୋଷ ଦୂର ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିବ। ଏହି ଖାସ୍ ଉପାୟ ପାଇଁ ଭୈରବ ମନ୍ଦିରକୁ ଯାଇ କଳା ସୂତା ନେଇ ଆସନ୍ତୁ। ସେହି ସୂତାକୁ ପୂଜା କରି ଘରକୁ ଆଣି ଅଳ୍ପ ସୋରିଷ ତେଲ ଲଗାଇ ଡାହାଣ ହାତରେ ବାନ୍ଧି ଦିଅନ୍ତୁ। ଏହି ଉପାୟ କରିବା ସମୟରେ ଭଗବାନଙ୍କୁ ସ୍ମରଣ କରି ଦିଅନ୍ତୁ। ଦେଖିବେ ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ। ଖରାପ ନଜର ଦୋଷରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ଏକ କଳା ସୂତା ନେଇ ଶ୍ରୀ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ସେହି ସୂତାକୁ ରଖିଦିଅନ୍ତୁ। ସେଥିରେ ହନୁମାନଙ୍କ ସିନ୍ଦୁର ଲଗାଇ ବେକରେ କିମ୍ବା ଡାହାଣ ହାତରେ ବାନ୍ଧି ଦିଅନ୍ତୁ। ନଜର ଦୋଷ ଦୂର ହୋଇଯାଇଥାଏ। ବ୍ୟବସାୟରେ ଭଲ ଲାଭ ମିଳୁନଥିଲେ କଳା ସୂତା ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ। ସେଥିରେ 9ଟି ଗଣ୍ଠି ଏବଂ ହନୁମାନଙ୍କ ସିନ୍ଦୁର ଲଗାଇ ଘରର ସିନ୍ଦୁକ କିମ୍ବା ଆଲମାରିରେ ରଖିଦିଅନ୍ତୁ। ଏହାଦ୍ୱାରା ଘର ଧନର ବର୍ଷା ହୋଇଥାଏ। ମେଷ ରାଶି। ଏହି ରାଶିର ବ୍ୟକ୍ତିମାନେ ଶରୀରରେ କଳା ସୂତା ବାନ୍ଧିବା ଉଚିତ ନୁହେଁ, କାରଣ ମେଷ ରାଶିର ସ୍ୱାମୀ ମଙ୍ଗଳ ଏବଂ ହନୁମାନଙ୍କୁ କେବଳ ନାଲି କିମ୍ବା ନାରଙ୍ଗୀ ରଙ୍ଗ ପସନ୍ଦ ଅଟେ। ତେଣୁ ମେଷ ରାଶିର ଲୋକେ କେବଳ ନାଲି ସୂତା କିମ୍ବା ରକ୍ଷାସୂତ୍ର ବାନ୍ଧିବା ଉଚିତ। କଳା ସୂତା ବାନ୍ଧିଲେ ଧନଜନିତ ସମସ୍ୟା ଦେଖା ଦେଇଥାଏ। ବିଛା ରାଶି। ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି। ତେଣୁ ଏହି ରାଶିର ପୁରୁଷ କିମ୍ବା ମହିଳା ଶରୀରରେ କୌଣସି ଅଙ୍ଗରେ କଳା ସୂତା ବାନ୍ଧିଥିଲେ ତାହାଙ୍କୁ ତୁରନ୍ତ ବାହାର କରିଦିଅନ୍ତୁ, କାରଣ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାର କାରଣ ଏହି କଳା ସୂତା ହୋଇପାରେ। ଆପଣ ଚାହିଁଲେ ନାଲି ସୂତା ଧାରଣ କରିପାରିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା ନିହାତି ଗୋଟିଏ କମେଣ୍ଟ କରିବେ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।